ସକାଳୁ ଉଠି ରେଖା ଚାରିଥର ହାଲୁଆ କରିସାରିଥାଏ, କିନ୍ତୁ ଗୋଟେ ଥର ବି ହାଲୁଆ ଭଲରେ ହେଉନଥାଏ। ରେଖା ରାଗିଯାଇ କହେ, ମା, ମୁଁ ଆଉ ଏ ହାଲୁଆ କରିପାରିବି ନାହିଁ। ଯେତେ ଥର ଚେଷ୍ଟା କଲେ ବି ଥରେ ହେଲେ ଭଲରେ ହୁଅନ୍ତା। କେତେବେଳେ ଚିନି କମି ଯାଉଛି ତ କେତେବେଳେ ଘିଅ ଲାଗୁନି। ଆଉ ଏ ଦେଖ, ଏବେ ତ ପୁରା ପତଳା ପାଣି ହେଇଯାଇଛି। ତାପରେ ରେଖାର ମା କୁହନ୍ତି, ରେଖା, ତତେ ମୁଁ ଗୋଟେ ସପ୍ତାହ ହେଲାଣି ହାଲୁଆ ବନେଇ ଶିଖଉଛି, କିନ୍ତୁ ତୁ ଶିଖି ପାରୁନାହୁଁ। ଏମିତିରେ ସୋସିଆଲ ମିଡ଼ିଆରୁ ବି ତୁ ଦେଖି ଜାଣି ପାରୁନାହୁଁ। ମୁଁ ତ ଭାବୁଛି ତୁ ତୋର ଶାଶୁ ଘରକୁ ଗଲେ କେମିତି କରିବୁ। ମୁଁ ଭଗବାନଙ୍କୁ ଡାକୁଛି ଯେମିତି ହାଲୁଆ ଯାଦୁରେ ହେଇଯିବ। ସତରେ ମା, ଯଦି ଯାଦୁରେ ହାଲୁଆ ବନେଇ ହେଇଯାନ୍ତା ନା, କେତେ ସୁନ୍ଦର ହୁଅନ୍ତା। ତାପରେ ରେଖାର ବାପା ଶରତ ସେଠାକୁ ଆସି କୁହେ, ଏ ଯାଦୁ ଫାଦୁ ଗୋଟେ ବାହାନା। ଯଦି ସେମିତି ହୁଅନ୍ତା ତାହେଲେ ତୋର ମା ଆଜି ଯାଏଁ ରୋଷେଇ ଘରକୁ କେବେ ବି ଆସନ୍ତେନି। ସେଇ କଥା ଗୁଡ଼ିକ ଖାଲି ଗପ ଓ କାହାଣୀରେ ଭଲ ଲାଗେ, ସେମିତି ସତରେ କେବେ ବି ହୁଏନି। କିନ୍ତୁ ରେଖାର ମନରେ ସେଇଟା ବସିଗଲା। କାହିଁକି ନା ଆଉ 15 ଦିନ ପରେ ରେଖାର ବାହାଘର ଥିଲା। ସେପଟେ ତାର ଶାଶୁ ରେଖାର ମାଆଙ୍କୁ କଲ୍ କରି କହିଦେଇଥିଲେ କି ଆମ ଘରେ ଗୋଟେ ନିୟମ ଅଛି। ପ୍ରଥମେ ନୂଆ ବୋହୂ ହାତ ତିଆରି ହାଲୁଆ ସମସ୍ତେ ଏକାଠି ବସି ଖାଇବେ। କିନ୍ତୁ ରେଖାର ମନରେ ତ ଗୋଟିଏ କଥା, କେମିତି ଯାଦୁରେ ହାଲୁଆ ତିଆରି ହୋଇଯାନ୍ତା କି। ଶୀତ ଦିନ ଥାଏ। ଦିନେ ରେଖା ଓ ତାର ମା ମିଶି ବଜାରକୁ ବାହାଘରର ସାମାନ ଘିନିବା ପାଇଁ ଯାଇଥାନ୍ତି। ଫେରିଲା ବେଳେ ତାର ମାକୁ ରେଖା କହେ, ମା, ବାହାଘର ପାଇଁ ଯେତେ ସବୁ ସପିଂ କାମ ଥିଲା ତାହା ତ ଆମେ ସାରିଦେଲେ। ତୁ ଏବେ ଘରକୁ ଯା, ମୁଁ ଟିକେ ବର୍ଷାର ଘରକୁ ଯିବି। କାହିଁକି ନା ମୋର ମେକଅପ୍ କିଟ୍ଟା ତା ପାଖରେ ଅଛି। ତୁ ଏକା ଘରକୁ ଚାଲିଯା, ମୁଁ ଆଉ ଗୋଟେ ଅଟୋ ଧରି ଘରକୁ ଚାଲିଯିବି। ହଉ ଠିକ୍ ଅଛି, ତୁ ଶୀଘ୍ର ଫେରି ଆସିବୁ। ବେଶୀ ସମୟ ଯାଏ ବାହାରେ ରହିବୁ ନାହିଁ। ତାପରେ ରେଖା କହେ, ହଉ ଠିକ୍ ଅଛି ମା। ତାପରେ ରେଖା ସେ ଅଟୋରୁ ଓହ୍ଲାଇ ଯାଏ। କିଛି ବାଟ ଗଲା ପରେ ରେଖାକୁ ଜୋରରେ ଶୀତ ଲାଗେ। ସେଥିପାଇଁ ସେ ତା ବ୍ୟାଗରୁ ଶୀତ କପଡ଼ା ଭରକାଇ ଘୋଡ଼େଇ ହେବାକୁ ଭାବୁଥାଏ। ସେତିକିବେଳେ ତାର ନଜର ଗୋଟେ ବୁଢ଼ୀ ଲୋକ ଉପରକୁ ପଡ଼େ। ରେଖା ଦେଖେ ସେ ବୁଢ଼ୀ ଲୋକଟି ଶୀତରେ ଥରୁଛନ୍ତି, ଆଉ ସେଠାରେ ଥିବା ସମସ୍ତ ଲୋକ ତାକୁ ଅଣଦେଖା କରି ଚାଲି ଯାଉଛନ୍ତି। ରେଖା ସେ ବୁଢ଼ୀ ଲୋକ ପାଖକୁ ଯାଇ କହେ, ମା, ତମେ ଏତେ ଶୀତରେ ଏ ଗଛ ତଳେ କ'ଣ କରୁଛ? ତମକୁ କ'ଣ ଶୀତ ଲାଗୁନି? ଆଉ ତମ ଦେହରେ ଶୀତ କପଡ଼ାଟିଏ ବି ନାହିଁ? ତାପରେ ସେ ବୁଢ଼ୀ ଲୋକଟି କହେ, ଆରେ ମା, ମୁଁ ହେଲି ଗୋଟେ ବହୁତ ଗରିବ, ମୋ ପାଖରେ କିଛି ନାହିଁ। ସେମିତି କହୁ କହୁ ରେଖା ତା ବ୍ୟାଗରୁ ସେ ଶୀତ କପଡ଼ା ଭରକାଇ ସେ ବୁଢ଼ୀ ଲୋକଟିକୁ ଦେଇଦିଏ। ଆଉ ବୁଢ଼ୀ ଲୋକଟିକୁ କହେ, ମା, ତମେ ଏ ଶାଲ୍ ରଖ, ଆଉ ମୁଁ ତମ ପାଇଁ ଏଇ ଦୋକାନରୁ ଯାଇ କିଛି ଗରମ ଚାହା ଓ କିଛି ଖାଇବା ପାଇଁ ନେଇ ଆସୁଛି। ରେଖା ଚା ଧରିକି ଆସେ। ତାପରେ ସେ ବୁଢ଼ୀ ଲୋକଟିକୁ କହେ, ଆରେ ମା, ତୁ କିଏ ତ ମୁଁ ଜାଣିନି, କିନ୍ତୁ ଭଗବାନ ତୋର ମଙ୍ଗଳ କରିବେ ମା। ଏ ଦୁନିଆରେ ଗରିବର କେହି ସାହାଯ୍ୟ କରୁନାହାନ୍ତି, ସମସ୍ତେ ତାର ମଜାକ ଉଡ଼ାଉଛନ୍ତି। ସେତିକି ବେଳେ ବୁଢ଼ୀ ମାଟି ଗୋଟେ ପରୀ ହେଇଯାଏ ଆଉ କହେ, ଚିନ୍ତା କରନି ରେ ମା, ମୁଁ ହଉଛି ଗୋଟେ ପରୀ। ମୁଁ ପୃଥିବୀ ଲୋକରେ ଗୋଟେ ଗରିବ ବୁଢ଼ୀର ମଜାକ ଉଡ଼େଇଥିଲି, ସେଥିପାଇଁ ଆଜି ମୁଁ ଏ ଦଣ୍ଡ ଭୋଗୁଥିଲି। ମୋତେ ଯେ ପର୍ଯ୍ୟନ୍ତ କେହି ସାହାଯ୍ୟ କରିନାହାନ୍ତି ମୁଁ ସେ ବୁଢ଼ୀ ଲୋକରୁ ମୁକ୍ତି ପାଇବି ନାହିଁ। ଆଜି ତୁ ମୋତେ ମୁକ୍ତି କରିଦେଇ ବହୁତ ଭଲ କାମ କରିଛୁ, ସେଥିପାଇଁ ମୁଁ ତୋ ଉପରେ ବହୁତ ଖୁସି ହେଇଛି। ହଉ, ମୁଁ ଗଲାବେଳେ ଭାବୁଛି ତତେ କିଛି ଦେଇକି ଯିବି। କହ, ତୋର କ'ଣ ଦରକାର? ସେତେବେଳେ ରେଖା କହେ, ମା, ମୋ ଦ୍ୱାରା କେବେ ବି ହାଲୁଆ ବନେଇ ହେଉନାହିଁ। ତମେ ଗୋଟେ ଏମିତି ଜିନିଷ ଦିଅ ଯେଉଁଥିରେ ମୁଁ ହାଲୁଆ ତିଆରି କରିପାରିବି ଆଉ ମୋର ଶାଶୁଘର ସମସ୍ତ ଲୋକଙ୍କୁ ଖୁସି କରିପାରିବି। ସେତିକିବେଳେ ପରୀଟି କହେ, ହଉ, ଏ ନେ, କିଛି ତତେ ମୁଁ ଚିନି ଦେଉଛି। ଏଇ ଚିନିକୁ ଯେତେବେଳେ ତୁ ହାଲୁଆରେ ପକେଇବୁ ତୋର ହାଲୁଆ ବହୁତ ଭଲ ଲାଗିବ ଓ ସୁନ୍ଦର ଦିଶିବ। ତାପରେ ରେଖା କହେ, ଧନ୍ୟବାଦ ମା। ସେମିତି କହୁ କହୁ ପରୀଟି ସେଇଠାରୁ ଉଭାଇ ଯାଏ। ତାପରେ
ରେଖା ସେଇଠୁ ଘରକୁ ଆସି ସେ ଚିନିକୁ ଗୋटे ଆଟାଜିରେ ରଖିଦିଏ। କିଛି ଦିନ ପରେ ରେଖାର ବାହାଘର ଆଲୋକ ନାମକ ଗୋଟେ ପୁଅ ସହିତ ହୁଏ। ବହୁତ ଧୁମଧାମରେ ତାର ବାହାଘର କରନ୍ତି। ତାପରେ ତାର ଶାଶୁ ରେଖାକୁ କୁହନ୍ତି, ଦେଖ ରେଖା ବୋହୂ, ତୋର ବଡ଼ ଯା ଶୀତଳ ଯେତେବେଳେ ନୂଆ ବାହା ହେଇକି ଆସିଥିଲେ ତାର ହାତ ରନ୍ଧା ହାଲୁଆ ଘରର ସମସ୍ତ ଲୋକମାନଙ୍କର ମନ କିଣି ନେଇଥିଲା। ଏବେ ତତେ ଶୀତଳଠାରୁ ଭଲ ହାଲୁଆ ତିଆରି କରିବାକୁ ପଡ଼ିବ। ତା ହେଲେ ଯାଇକି ତୁ ଆମ ଘର ଲୋକମାନଙ୍କର ମନ କିଣିପାରିବୁ। ସେଇଦିନ ରେଖା ହାଲୁଆ ତିଆରି କଲାବେଳେ ପରି ଦେଇଥିବା ସେ ଚିନିରୁ କିଛି ପକାଇ ଦିଏ। ତାପରେ ସେମାନଙ୍କର ଘରର ସମସ୍ତ ଲୋକ ତା ଉପରେ ବହୁତ ଖୁସି ହେଇଯାଆନ୍ତି ଆଉ ତାକୁ ବହୁତ ପ୍ରଶଂସା କରନ୍ତି। ରେଖାର ପ୍ରଶଂସା ଶୁଣି ତାର ବଡ଼ଜା ଶୀତଳ ଆଶ୍ଚର୍ଯ୍ୟ ହେଇଯାଏ ଆଉ ମନେ ମନେ ରେଖାକୁ ବହୁତ ରାଗିଯାଏ। ତାପରେ ରେଖାର ଶାଶୁ କୁହନ୍ତି, ଆମ ରେଖା ବୋହୂ ସତରେ ବହୁତ ବଢ଼ିଆ ହାଲୁଆ ତିଆରି କରିଛି, ଆମେ ତାକୁ ଆମ ଉପହାର ଦେଇଦେବାକୁ ପଡ଼ିବ। ସେମିତିରେ କିଛି ଦିନ ବିତିଯାଏ। ଦିନେ ତାର ଶାଶୁ ରେଖାକୁ କୁହନ୍ତି, ଆରେ ବୋହୂ, ବାହାଘର ପରେ ଆମ ଘରେ ଗୋଟେ ବଡ଼ ପୂଜା ହେବାକୁ ଯାଉଛି। ସେଥିପାଇଁ ଆମ ଘରକୁ କୁଳଗୁରୁମାନେ ସବୁ ଆସିବେ। ସେଥିପାଇଁ ତାଙ୍କର ସ୍ୱାଗତ ଯେମିତି ଧୁମଧାମରେ ହୁଏ ଆଉ ସେମାନଙ୍କୁ ହାଲୁଆ ତିଆରି କରି ଖାଇବା ପାଇଁ ତୁ ଦେବୁ। ବଡ଼ ବୋହୂ ଅନ୍ୟ ସବୁ କରିଦେବ। ଠିକ୍ ଅଛି ତ? ହଁ ମା, ମୁଁ ତିଆରି କରିଦେବି। ତାପରେ ରେଖା ତାର ରୁମ୍କୁ ଯାଇ ସେ ଚିନିକୁ ଆଟାଜିରୁ ବାହାର କରି ଦେଖିଲା ବେଳକୁ ତାର ବଡ଼ଜା ଶୀତଳ ରେଖାକୁ ଦେଖିଦିଏ ଆଉ ମନେ ମନେ କୁହେ, ଆଚ୍ଛା, ତାହେଲେ ଏ ହେଉଛି ହାଲୁଆର କମାଲ। ଆଉ ରହ, ମୁଁ ଦେଖିବି ତୁ କାଲି କେମିତି ହାଲୁଆ ତିଆରି କରିବୁ। ତା ପରଦିନ ସକାଳେ ରେଖା ପୂଜା ପାଇଁ ଯେତେବେଳେ ହାଲୁଆ ତିଆରି କରୁଥିଲା, ଯାଇ ଦେଖିଲା ତାର ଆଟାଜିରେ ସେ ଚିନି ନାହିଁ। ସେ ବହୁତ ଖୋଜିଲା, ତାପରେ କାନ୍ଦିବାକୁ ଲାଗିଲା ଆଉ ମନେ ମନେ ଭାବିଲା, ମୁଁ ଏବେ କେମିତି ହାଲୁଆ ତିଆରି କରିବି। ସେତିକିବେଳେ ରେଖାର ଶାଶୁ ତାକୁ ଡାକନ୍ତି। ସେ ଯାଇ ବିନା ଯାଦୁର ଚିନିରେ ହାଲୁଆ ତିଆରି କରେ, କାହିଁକି ନା ରେଖାକୁ ହାଲୁଆର ଅଭ୍ୟାସ ହେଇଯାଇଥିଲା। ପୂଜା ସରିବା ପରେ କୁଳଗୁରୁମାନେ ରେଖା ହାତ ତିଆରି ହାଲୁଆ ଖାଆନ୍ତି ଆଉ ତାକୁ ବହୁତ ପ୍ରଶଂସା କରନ୍ତି। ତାହା ଦେଖି ରେଖାର ବଡ଼ଜା ଆଶ୍ଚର୍ଯ୍ୟ ହେଇଯାଏ ଆଉ ମନେ ମନେ ଭାବେ, ମୁଁ ତ ତାର ଯାଦୁଇ ଚିନିକୁ ଲୁଚାଇ ଦେଇଥିଲି, ହେଲେ ବି ସେ ମୋଠୁ କେମିତି ଭଲ ହାଲୁଆ ତିଆରି କରିପାରୁଛି। ସେତିକିବେଳେ ରେଖା ତାର ରୁମ୍କୁ ଯାଏ। ସେତିକିବେଳେ ସେଠାକୁ ପରି ଆସି ରେଖାକୁ କୁହେ, ରେଖା, ତୋର ବଡ଼ଜା ଯାଦୁଇ ଚିନିକୁ ଲୁଚାଇ ଦେଇଥିଲା ଆଉ ତୋର ବାରମ୍ବାର ସେଇ ହାଲୁଆ ତିଆରି ଅଭ୍ୟାସରେ ତୁ ଜାଣିପାରିଲୁ ନାହିଁ ହାଲୁଆ କେତେ ସୁନ୍ଦର ହେଇଛି। ଯଦି କିଏ ଲୋକ ବାରମ୍ବାର ସେହି କାମକୁ ଅଭ୍ୟାସ କରେ ନା, ତାହେଲେ ସିଏ ନିଶ୍ଚୟ ସଫଳ ହୁଏ, ଯେମିତି ତୁ ଆଜି ହାଲୁଆ ତିଆରିରେ ସଫଳ ହେଇଛୁ। ଏବେ ତତେ ଆଉ ସେ ଯାଦୁଇ ଚିନିର କିଛି ଦରକାର ନାହିଁ। ସେମିତି କହି ପରି ସେଠାରୁ ଚାଲିଯାଏ ଆଉ ରେଖା ବହୁତ ଖୁସି ହେଇଯାଏ। ସାଙ୍ଗମାନେ, ଯଦି ଭିଡ଼ିଓଟି ତମକୁ ଭଲ ଲାଗେ ତାହେଲେ ସବୁଦିନ ପରି ଲାଇକ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରି ଘଣ୍ଟି ବଟନଟିକୁ ଦବାଇ ଦିଅନ୍ତୁ। ରହୁଛି, ଧନ୍ୟବାଦ।